ଭାଇ 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 ଶୁଣ 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 ମାରିଲା ପୂର୍ବରୁ ଦି ପଦ କଥା ମୋର ଶୁଣିଥିବେ ଯଦି ଖରାପ ଲାଗିବ ତାପରେ ମୋତେ ମାରିବ। ଦେଖନ୍ତୁ ଆପଣଙ୍କୁ ଯେମିତି ଖରାଦିନେ ଗରମ ହେଉଛି ଆମକୁ ସେମିତି ଗରମ ହେଉଛି, ଆମ ପରିବାର ଆମ ପିଲା ଛୁଆଙ୍କୁ ବି ସେମିତି ଗରମ ହେଉଛି। ଆମକୁ ଲାଇନ୍ କାଟିବାକୁ ଖୁସି ଲାଗୁନି। କେଉଁ ଗୋଟେ ଇମର୍ଜେନ୍ସି କେସ୍ ପଡ଼ିଲେ ଆମେ ଲାଇନ୍ କାଟୁଛୁ, ତାହା ବି ଉପରୁ ଅର୍ଡ଼ର ପାଇଲା ପରେ 42 ଡିଗ୍ରୀ 46 ଡିଗ୍ରୀ ଟେମ୍ପରେଚର ଆପଣମାନେ ଯେତେବେଳେ ଆପଣଙ୍କ ଘର ଛାତ ଉପରେ ଥାବେ ଆମେ ସେତେବେଳେ କେଉଁ ଗୋଟେ ଇଲେକ୍ଟ୍ରିକ୍ ପୋଲ୍ ଉପରେ ବସିକି ତାର ଭିଡ଼ୁଥିବୁ। ଆପଣଙ୍କୁ ଟିକେ ହେଲେ ଦୟା ଲାଗୁନି ଆମ ଉପରେ? ଆପଣ ଯଦି ଠିକ୍ ସମୟରେ ଇଲେକ୍ଟ୍ରିକ୍ ବିଲ୍ ଦେବେ ଆଉ ଯେତେବେଳେ ଦରକାର ସେତିକିବେଳେ ଇଲେକ୍ଟ୍ରିକ୍ ୟୁଜ୍ କରିବେ, ତାହେଲେ ଏମିତି ସମୟରେ ଆପଣ କେବେବେଳେ ଅସୁବିଧାର ସମ୍ମୁଖୀନ ହେବେନି କି ଆମେ ବି ଆପଣଙ୍କ ଲାଇନ୍ ଆସି ବାରମ୍ବାର କଟିବୁନି। ଯଦି ଆ ପରେ ଆପଣଙ୍କ ମନରେ ଦୟା ନାହିଁ, ଆମକୁ ମାଇଲେ ଆପଣଙ୍କର ସବୁ ସମସ୍ୟାର ସମାଧାନ ହେଇଯିବ, ତାହେଲେ ଆପଣ ମାରନ୍ତୁ। ନାଇଁ ଯାହା ଭାଇ କହୁଛନ୍ତି ଠିକ୍ କଥା, ଆଉ ସେ ଭୁଲ କରିବା କାହିଁକି? ଆମର ଦୋଷ, ଆମେ ଏତେ ଲୋକଙ୍କୁ ଦୋଷ ଦେଲେ ଲାଭ କ'ଣ? ସେମାନଙ୍କର କିଛି ଦୋଷ ନାହିଁ। ଦାଦା ଖୋଲି ଦେଉଛି। ଭାଇ ତମେ ଠିକ୍ କଥା କହିଛ ହେଲା, ଭୁଲ ଆମର, ଆମେ ତମକୁ ଦୋଷ ଦେଉଥିଲୁ ହେଲା। ତମେ ଯାଅ, ତମେ ତାର ଫାର ନେଇକି ଯାଅ, ତମେ ସଜାସଜି କର, ଯାଅ। ଖାଇଛ? ଆଜ୍ଞା ଟିକେ ଶୁଣୁନା, ସନ୍ଧ୍ୟା 7ଟା ବେଳକୁ ଟିକେ କାଟିବ ବାହାରେ। ଭାଇ ପୁଣି ସେଇ କଥା କହିଲେ, ଆମକୁ କ'ଣ ଖୁସି ଲାଗୁଛି କାଟିବାକୁ? IPL ଟାଇମ୍ଟାରେ ନ କାଟିଲେ ହୁଅନ୍ତାନି?